ଗୋଟେ ଜାତିର ପରିଚୟ ତାର ଭାଷାରୁ ହିଁ ହୋଇଥାଏ। ଭାଷା ହିଁ ଜାତି ଗଠନର ମୂଳ ଆଧାର ହୋଇଥାଏ। ପିଲାଟିଏ ଜନ୍ମ ନେବା ପରେ ସେ ଏକ ଭାଷା ସହିତ ପରିଚିତ ହୋଇଥାଏ, ଯାହାକୁ ତାର ମାତୃଭାଷା ବୋଲି କୁହାଯାଏ। ଏକ ଛୋଟ ପିଲାର ସାମଗ୍ରିକ ବିକାଶରୁ ଆରମ୍ଭ କରି ତାର ଭାବର ଆଦାନ ପ୍ରଦାନରେ ଭାଷା ହିଁ ମୁଖ୍ୟ ଭୂମିକା ନେଇଥାଏ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ଗଠନ ହୋଇଥିବା ଓଡ଼ିଶାର ଭାଷା ଓଡ଼ିଆ ଏକ ବହୁ ପୁରାତନ ଓ ଅନନ୍ୟ ଭାଷା ଅଟେ। ଦେଶର ଷଷ୍ଠ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ହେଉଛି ଓଡ଼ିଆ। ରାଜ୍ୟରେ ପ୍ରଥମ ଥର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନ ଅନୁଷ୍ଠିତ ହେଉଛି। ଆସନ୍ତୁ ଜାଣିବା ଓଡ଼ିଆ ଭାଷା ଉପରେ କିଛି ତଥ୍ୟ। ଯଦି ଏ ଭିଡ଼ିଓରୁ ଆପଣଙ୍କୁ କିଛି ଶିଖିବାକୁ ମିଳୁଛି, ଏହାକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଭୁଲିବେନି। ଅନେକ ଲୋକ ହରପ୍ପା ସଭ୍ୟତାର ଖୋଦନରୁ ମିଳିଥିବା ଲିପିକୁ ଭାରତର ପ୍ରକୃତ ଭାଷା ବୋଲି ମାନନ୍ତି। ଇତିହାସକାର କେପି ଜୟସ୍ୱାଲ ଦ ଇଣ୍ଡିଆନ ଆଣ୍ଟିକ୍ୱାରୀରେ ହରପ୍ପାନ ଭାଷା ଓ ଓଡ଼ିଆ ଭାଷା ମଧ୍ୟରେ ସାମଞ୍ଜସ୍ୟ ଥିବା ଦର୍ଶାଇଥିଲେ। କିନ୍ତୁ ଆଜିର ଦିନରେ ଏହି ବିଷୟରେ ଅଧିକ କିଛି ଗବେଷଣା ହୋଇପାରିନି। ଉତ୍ତର ଭାରତରେ ଏକ ଲୋକପ୍ରିୟ କଥା ଅଛି, ଏକ ଭାଷା ପ୍ରତି 10 କୋଶରେ ବଦଳି ଯାଇଥାଏ। କିନ୍ତୁ ଲିଙ୍ଗୁଇଷ୍ଟିକ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ କଟକ, ପୁରୀ ଓ ବାଲେଶ୍ୱରର ଦକ୍ଷିଣରେ ଥିବା ଭାଷା ଏକ ଓ ଅଭିନ୍ନ ଅଟେ। କିନ୍ତୁ ଖାରବେଳଙ୍କ ସମୟ ପରେ ଏହି ବହୁ ପୁରାତନ ପ୍ରାଚୀନ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ସେତେବେଳର ଏକ ବହୁତ ବଡ଼ ଆହ୍ୱାନ ଥିଲା। ସଂସ୍କୃତ ଭାଷାର ପ୍ରଭାବରେ ଓଡ଼ିଆ ଭାଷା ବିଲୁପ୍ତି ଆଡ଼କୁ ଗତି କରିଥିଲା। କିନ୍ତୁ ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠା ସହିତ ପୁଣି ଓଡ଼ିଆ ଭାଷାକୁ ଉଦ୍ଧାର କରାଗଲା ଓ ଏମାନଙ୍କ ପରେ ଗଜପତି ଶାସକମାନେ ଭାଷାକୁ ଆଗକୁ ନେବାରେ ଅନେକ ଯୋଗଦାନ କରିଥିଲେ। ବ୍ରିଟିଶ ଶାସନ ସମୟରେ ଓଡ଼ିଆ ଭାଷାକୁ ବଙ୍ଗଳା ଭାଷାର ଏକ ଉପଭାଷା ବୋଲି କହି ଏହାକୁ ମାରିଦେବାର ପ୍ରୟାସ ହୋଇଥିଲା। କିନ୍ତୁ ମଧୁସୂଦନ ଦାସଙ୍କ ଭଳି ଅନେକ ସ୍ୱାଭିମାନୀ ଓଡ଼ିଆମାନଙ୍କ ପ୍ରୟାସରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ଏବଂ ଏହାର ପରିଣାମ ଥିଲା ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା। ଏକ ଭାଷାର ପ୍ରାଚୀନତା ଓ ସ୍ୱତନ୍ତ୍ରତାକୁ ନେଇ ଭାରତ ସରକାର କିଛି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଥାନ୍ତି। ତେବେ ତାମିଲ, ତେଲୁଗୁ, କନ୍ନଡ଼, ସାଂସ୍କ୍ରିଟ ଓ ମାଲୟାଲମ ପରେ ଓଡ଼ିଆ ଭାଷାକୁ ନବୀନତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି, ଯାହା ଆମ ଭାଷାର ସ୍ୱତନ୍ତ୍ରତା ଓ ପ୍ରାଚୀନତାର ପରିଚୟ ଦେଇଥାଏ। ତେବେ ଆଧୁନିକ ଓଡ଼ିଆ ଭାଷାର ଆରମ୍ଭ ହୁଏ 10ମ ଶତାବ୍ଦୀ ଆଡ଼କୁ। ଅନେକ ବୁଦ୍ଧିଷ୍ଟ ଓ ଜୈନ ଗ୍ରନ୍ଥରେ ଏହାର ବ୍ୟବହାର ଦେଖିବାକୁ ମିଳେ। ଏହାର ଉଦାହରଣ ଭାବେ 7ମ ଶତାବ୍ଦୀରୁ 9ମ ଶତାବ୍ଦୀ ମଧ୍ୟରେ ଲେଖାଯାଇଥିବା ଚାର୍ୟପଦକୁ ନିଆଯାଇପାରେ। ଏହାପରେ ଦେଖିବାକୁ ମିଳେ ତ୍ରୟୋଦଶ ଶତାବ୍ଦୀରେ ଲେଖାଯାଇଥିବା ମାଦଳା ପାଞ୍ଜି, ଯାହା ଜଗନ୍ନାଥ ମନ୍ଦିରରେ ବହୁଳ ବ୍ୟବହାର ହେଉଥିଲା। ଚତୁର୍ଦ୍ଦଶ ଶତାବ୍ଦୀରେ ଶାରଳା ଦାସଙ୍କ ଦ୍ୱାରା ଲିଖିତ ଶାରଳା ମହାଭାରତ, ଚଣ୍ଡୀ ପୁରାଣ ଓ ବିଲଙ୍କା ରାମାୟଣରୁ ଆରମ୍ଭ ହୁଏ ଆଧୁନିକ ଓଡ଼ିଆ ସାହିତ୍ୟର ଯାତ୍ରା। 17ଶ ଶତାବ୍ଦୀରେ ଆରମ୍ଭ ହୁଏ ପଞ୍ଚସଖାର ଯୁଗ। ବଳରାମ ଦାସ, ଜଗନ୍ନାଥ ଦାସ, ୟଶୋବନ୍ତ ଦାସ, ଅନନ୍ତ ଦାସ ଓ ଅଚ୍ୟୁତାନନ୍ଦ ଦାସ ରଚନା କରନ୍ତି ଓଡ଼ିଆରେ ଅନେକ କିମ୍ବଦନ୍ତୀ ଓଡ଼ିଆ ପୁରାଣ। ଏହାପରେ 18ଶ ଶତାବ୍ଦୀରେ ଆରମ୍ଭ ହୁଏ ଭଞ୍ଜ ଯୁଗ, ଯାହା ରୀତି ଯୁଗ ଭାବେ ବେଶ ଲୋକପ୍ରିୟ। ଏହି ସମୟଟି ଓଡ଼ିଆ ସାହିତ୍ୟ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସମୟ ରୂପେ ବେଶ ଜଣାଶୁଣା। ଏହାପରେ ଆରମ୍ଭ ହୁଏ ଆଧୁନିକ ଓଡ଼ିଆ କବିମାନଙ୍କର ଯୁଗ। କବିବର ରାଧାନାଥ ରାୟ, ଫକୀର ମୋହନ ସେନାପତି, ମଧୁସୂଦନ ରାଓଙ୍କ ଭଳି ଅନନ୍ୟ କବି ପ୍ରତିଭାରେ ପରିପୂର୍ଣ୍ଣ ହୁଏ ଆମର ଭାଷା। ବିଂଶ ଶତାବ୍ଦୀର କବିମାନଙ୍କ ମଧ୍ୟରେ ନନ୍ଦକିଶୋର ବଳ, ଗଙ୍ଗାଧର ମେହେର, କୁନ୍ତଳା କୁମାରୀ ସାବତ, ଗୋପାଳ ଚନ୍ଦ୍ର ପ୍ରହରାଜ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଭଳି ଅନେକ କବିମାନେ ଓଡ଼ିଆ ସାହିତ୍ୟ ପାଇଁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରନ୍ତି। 3 ଫେବୃଆରୀରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍ଘାଟିତ ହୋଇଛି, ଯେଉଁଥିରେ ଭାରତ ଓ ଦେଶ ବାହାରର ଅନେକ ଭାଷାବିତ୍ ମାନେ ଯୋଗ ଦେଇଛନ୍ତି। ଯେଉଁଥିରେ ଆମ ଭାଷାର କ୍ରମବର୍ଦ୍ଧିଷ୍ଣୁ ବିକାଶର ଆଲୋଚନା ହୋଇଛି। ଭାଷା ସମ୍ମିଳନୀରେ ଏକ୍ଜିବିସନ ହଲରେ ଦେଖିବାକୁ ମିଳିଛି କୁଶକୋଟି, ବିକ୍ରମଗଡ଼ ଓ ଉଲ୍ଲାପଗଡ଼ରୁ ଆସିଥିବା ପ୍ରାଗ ଐତିହାସିକ ଲିପିର ପଟ୍ଟଚିତ୍ରମାନ, ଯାହାକୁ ଆଜି ପର୍ଯ୍ୟନ୍ତ ବୁଝାଯାଇ ପାରିନଥିବା ବେଳେ ଏହାକୁ ଓଡ଼ିଆ ଭାଷାର ପୁରାତନ ଲିପି ଭାବେ ବିଶ୍ୱାସ କରାଯାଉଛି। ତେବେ ଆଧୁନିକ ଓଡ଼ିଆ ଲିପିର ଉତ୍ପତ୍ତି ପୂର୍ବରୁ ଭାଷାକୁ ଆଗକୁ ନେଇଯିବାରେ ଦାୟିତ୍ୱ ଥିଲା ଓଡ଼ିଶାର ଲୋକକଳା ଉପରେ। କାହିଁ କେଉଁ କାଳରୁ ଆମ ସମାଜରେ ପ୍ରଚଳିତ ଥିବା ଲୋକକଳା ଯେମିତିକି ପାଲା, ଦାସକାଠିଆ, ସଂକୀର୍ତ୍ତନ, ଲୋକଗୀତ, ସ୍ୱଦେଶୀ ନୃତ୍ୟ, ଅନେକ ପୌରାଣିକ ନାଟକ ଭାଷାର ପ୍ରସାରରେ ଏକ ମୁଖ୍ୟ ଭୂମିକା ନେଇଥିଲେ। କିନ୍ତୁ ଦୁଃଖର ବିଷୟ, ଏସବୁ ଆମ ସମାଜରୁ ଲୋପ ପାଇବାକୁ ଲାଗିଛି। ଯଦିଓ ସରକାର କଳାକାର ଭତ୍ତା ମାଧ୍ୟମରେ କଳାକାରଙ୍କୁ କିଛି ସାହାଯ୍ୟ କରୁଛନ୍ତି, କିନ୍ତୁ ଏହାକୁ ଲୋପ ପାଇବାରୁ ବଞ୍ଚାଇବାରେ ଏହା ସହାୟକ ହୋଇପାରିନାହିଁ।
ଏଥିପାଇଁ ସରକାର ଅଧିକ ଯତ୍ନବାନ ହେବା ଦରକାର, ନହେଲେ ଏହି ମହତ୍ତ୍ୱପୂର୍ଣ୍ଣ କଳା ଆମ ସମାଜରୁ ଲୋପ ପାଇଯିବ।